ଜଙ୍ଗଲରେ କଳା କାଉ ରହୁଥିଲା। କଳା କାଉ ବହୁତ ଘମଣ୍ଡି ଥିଲା। କଳା କାଉ ନିଜକୁ ବହୁତ ଶକ୍ତିଶାଳୀ ଭାବୁଥିଲା। କାହାକୁ ଜଙ୍ଗଲରେ ରହିବାକୁ ଦେଉନଥିଲା। ଯିଏ ଜଙ୍ଗଲକୁ ଆସୁଥିଲା କଳା କାଉ ତାହାକୁ ଡରାଇ ଧମକାଇ ବାହାର କରି ଦେଉଥିଲା। ଦିନେ ଟୁନଟୁନି ଚଢ଼େଇ କଳା କାଉ ପାଖକୁ ଆସିଲା। କଳା କାଉ ଟୁନଟୁନିକୁ ଦେଖି ବହୁତ ରାଗିଗଲା। ତୁମେ କିଏ ମୋ ପାଖରେ ଆସି ବସିଗଲ? ନିଜକୁ କ'ଣ ଭାବୁଛ? ମୋତେ ଲାଗୁଛି ତମେ ଏଇ ଜଙ୍ଗଲରେ ନୂଆ, ସେଥିପାଇଁ ମୋ ବିଷୟରେ କିଛି ଜାଣିନାହଁ। ଯେତେବେଳେ ଜାଣିବ ମୁଁ କିଏ ତମେ ଏଠାରୁ ପଳେଇ ଯିବ। ଆଉ କେବେ ବି ଭାବିବ ନାହିଁ ମୋ ପାଖରେ ଆସି ବସିବ ବୋଲି। କହ ତୁ କିଏ, ନହେଲେ ତୋତେ ମାରି ଏଠାରୁ ବାହାର କରିଦେବି, ଜାଣିଲୁ? ତମେ ସତ କଥା କହିଛ। ମୁଁ ଏ ଜଙ୍ଗଲରେ ନୂଆ। ମୋ ମନରେ ବହୁତ ଦୁଃଖ। ମୁଁ କିଛି ଆଶା ନେଇ ତମ ପାଖକୁ ଆସିଛି। ମୁଁ ଯେଉଁ ଜଙ୍ଗଲରେ ରହୁଥିଲି ସେଇ ଜଙ୍ଗଲରେ ବହୁତ ବର୍ଷା ହେଉଥିଲା। ସେଥିପାଇଁ ସମସ୍ତଙ୍କର ଘର ବର୍ଷାରେ ଭାଙ୍ଗିଗଲା। ମୋର ବି ଘର ବର୍ଷାରେ ଭାଙ୍ଗିଗଲା। ସମସ୍ତେ ନିଜ ନିଜ ବନ୍ଧୁବର୍ଗ ଘରେ ଯାଇ ରହିଗଲେ। ହେଲେ ମୋର ତ କେହି ନାହିଁ। ମୁଁ ଅନାଥ। ସେଥିପାଇଁ ଏଇ ପାଖ ଜଙ୍ଗଲକୁ ମୁଁ ଆସିଛି ରହିବା ପାଇଁ। ଯଦି ଆପଣ ଚାହିଁବେ ମୋତେ ଏଇ ଜଙ୍ଗଲରେ ଆଶ୍ରୟ ଦେବେ। ତୁ ନିଜକୁ କ'ଣ ଭାବୁଛୁ? ତୁ ମୋ ଆଗରେ କାନ୍ଦି କାନ୍ଦି କହିଲେ ମୁଁ କ'ଣ ତୋ କଥାରେ ରାଜି ହୋଇଯିବି ଆଉ ଏ ଜଙ୍ଗଲରେ ରହିବାକୁ ଦେବି? ଚାଲିଯା ଶୀଘ୍ର ଏ ଜଙ୍ଗଲରୁ, ନହେଲେ ତୋତେ ମାରିଦେବି। ମୁଁ ବହୁତ ଭୋକିଲା ଅଛି। ଶୀଘ୍ର ପଳେଇଯା। ଯା ଟୁନଟୁନି, ଏଠାରୁ ପଳେଇ ଯା ମୁଁ କହୁଛି। ତୁ ଶୀଘ୍ର ଏଠାରୁ ଚାଲିଯା। ତାପରେ ଟୁନଟୁନି ସେଠାରୁ ପଳେଇ ଗଲା। ଟୁନଟୁନି ଗଲା ପରେ କଳା କାଉ ହସିଲା। ହା ହା ହା, ଏ ଜଙ୍ଗଲକୁ ଯିଏ ଆସିବ ମୋ ଡରରେ ସେ ଏଠାରେ ରହିପାରିବ ନାହିଁ। ମୋତେ ଜାଣିନାହିଁ ସେ ଟୁନଟୁନି ମୁଁ କିଏ। ମୁଁ ହେଉଛି ଏ ଜଙ୍ଗଲର ଶ୍ରେଷ୍ଠ ପକ୍ଷୀ। ଯିଏ ଆସିବ ମୋ ଡରରେ ଏଠାରୁ ପଳେଇ ଯିବ। ତାପରେ ଟୁନଟୁନି ସେ ଜଙ୍ଗଲରୁ ଆସି ଏପଟେ ସେପଟେ ଘୂରି ବୁଲିଲା। ସେ ଆଶ୍ରୟ ଖୋଜିଲା, କିନ୍ତୁ କଳା କାଉ ଡରରେ ତାକୁ କେହି ଆଶ୍ରୟ ଦେଲେ ନାହିଁ। ସେ ଏବେ କ'ଣ କରିବ? ତାପରେ ଟୁନଟୁନି ଭାବିଲା, ପୁଣି କଳା କାଉ ପାଖକୁ ଯିବି। କ'ଣ କରିବେ ଦେଖିବି। ତା ପାଖରେ ଆଉ କିଛି ଉପାୟ ନାହିଁ। ଟୁନଟୁନି ଉଡ଼ି ଉଡ଼ି କଳା କାଉ ପାଖକୁ ଗଲା। ହେଲେ ଟୁନଟୁନି ଯାଇ ଦେଖିଲା କଳା କାଉ ଶୋଇଛି। କେମିତି ସେ କଳା କାଉକୁ ନିଦରୁ ଉଠାଇବ? ଯଦି କଳା କାଉ ରାଗିଗଲା ତାହେଲେ ଟୁନଟୁନିକୁ ମାରିଦେବ। ସେହି ସମୟରେ କଳା କାଉ ପାଖକୁ ଗୋଟିଏ ସାପ ଆସିଲା। ସାପଟି ବହୁତ ଭୟଙ୍କର ଥିଲା। ଆଜି ମୁଁ ଏ କଳା କାଉକୁ ମାରିଦେବି। ହା ହା ହା, ସେ ତ ବହୁତ ନିଦରେ ଶୋଇଛି। ଟୁନଟୁନି ସବୁ ଉପରେ ରହି ଦେଖୁଥିଲା। ସେ କହିଲା, ହେ ସାପ, ଯା ଏଠାରୁ, ନହେଲେ ତୋର ଅବସ୍ଥା ମୁଁ କ'ଣ କରିବି ପରେ ଜାଣିବୁ। ଯିବୁ ନା ଏବେ ଦେଖିବୁ ଏବେ କ'ଣ କରିବି। ତାପରେ ସାପ ଟୁନଟୁନିର କଥା ଶୁଣି ବହୁତ ଡରିଗଲା ଆଉ ସେଠାରୁ ଚାଲିଗଲା। କିଛି ସମୟ ପରେ କଳା କାଉର ନିଦ ଭାଙ୍ଗିଗଲା। ଟୁନଟୁନି ତମକୁ ବହୁତ ବହୁତ ଧନ୍ୟବାଦ। ତମେ ମୋର ଜୀବନ ବଞ୍ଚାଇଲ। କ'ଣ କହି ମୁଁ ତମକୁ ଧନ୍ୟବାଦ ଜ୍ଞାପନ କରିବି? ମୁଁ ତମକୁ ବହୁତ କଷ୍ଟ ଦେଇଛି ଆଉ ଏଠାରେ ରହିବାକୁ ଦେଇନାହିଁ। ମୋତେ କ୍ଷମା କରିଦେବ ଟୁନଟୁନି। ଆଜି ତମେ ନଥିଲେ ସେ ସାପ ମୋତେ ହୁଏତ ଆଜି ମାରିଦେଇଥାନ୍ତା। ତମେ ବହୁତ ଭଲ। ମୁଁ ତମ ସହିତ ଜମା ବି ଭଲ ବ୍ୟବହାର କରିନାହିଁ। ତମେ ଆଜିଠାରୁ ଏଇ ଜଙ୍ଗଲରେ ରୁହ। ତମର କୌଣସି ବି ଅସୁବିଧା ହେବ ନାହିଁ। ଯେତେବେଳେ ଯେଉଁଠାରେ ଚାହିଁବ ତମେ ଯାଇ ରହିପାରିବ।